ওম শরণাম গত দিনার্তো পরিত্রাণং পরায়ণী সর্বস্যাতি হরে দেবী নারায়ণী নমস্তুতে। জয় জগন্নাথ। নমস্কার দর্শক বন্ধু, মু জ্যোতির্বিদ ডক্টর ভବାନୀ ଶଙ୍କର ମହାପାତ୍ର ଆପଣମାନଙ୍କୁ ଆଜିର ରାଶିଫଳ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା ଆଜିର ଦିନ ସମ୍ପର୍କରେ। ଆଜି ହେଉଛି 23 ଫେବୃଆରୀ ମାସର 23 ତାରିଖ ସୋମବାର 2026 ମସିହା। ଓଡ଼ିଆରେ ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ସୌର ମାନରେ କୁମ୍ଭ 11 ଦିନ। ଆଜି କୁମ୍ଭ ରାଶିରେ ପଞ୍ଚଗ୍ରହ କୂଟଙ୍କର ଆରମ୍ଭ। ଆସନ୍ତୁ ଜାଣିବା ଆଜିର ତିଥି ନକ୍ଷତ୍ର ସମ୍ପର୍କରେ। ଆଜି ଷଷ୍ଠୀ ତିଥି ସୂର୍ଯ୍ୟୋଦୟ ପରଠାରୁ ସକାଳ 9 ଘଣ୍ଟା 2 ମିନିଟ୍ ପର୍ଯ୍ୟନ୍ତ ଭୋଗ ହେବେ। ସକାଳ 9 ଘଣ୍ଟା 2 ମିନିଟ୍ ପରେ ସପ୍ତମୀ ତିଥି ଆରମ୍ଭ ହେବେ। ଆଜି ଦିନର ନକ୍ଷତ୍ର ଦ୍ୱିଜା ନକ୍ଷତ୍ର ଅପରାହ୍ନ 5 ଘଣ୍ଟା 3 ମିନିଟ୍ ପର୍ଯ୍ୟନ୍ତ ଭୋଗ ହେବେ। ଅପରାହ୍ନ 5 ଘଣ୍ଟା 3 ମିନିଟ୍ ପରେ କୃତ୍ତିକା ନକ୍ଷତ୍ର ଆରମ୍ଭ ହୋଇ ଗତି କରିବେ। ଆସନ୍ତୁ ଜାଣିବା ଆଜି ଦିନର ଚନ୍ଦ୍ରମାଙ୍କ ସ୍ଥିତି ସମ୍ପର୍କରେ। ଆଜି ଚନ୍ଦ୍ରମା ସୂର୍ଯ୍ୟୋଦୟ ପରଠାରୁ ରାତ୍ର 10 ଘଣ୍ଟା 43 ମିନିଟ୍ ପର୍ଯ୍ୟନ୍ତ ମେଷ ରାଶିରେ ଏବଂ ରାତ୍ର 10 ଘଣ୍ଟା 43 ମିନିଟ୍ ପରେ ମେଷ ରାଶିକୁ ପରିତ୍ୟାଗ କରି ବୃଷ ରାଶିକୁ ଗମନ କରିବେ। ଆସନ୍ତୁ ଜାଣିବା ଆଜି ଦିନର ଘାତବାର ଏବଂ ଘାତଚନ୍ଦ୍ର ସମ୍ପର୍କରେ। ଆଜି ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କର ଘାତବାର ଏବଂ ମେଷ ରାଶିର ବ୍ୟକ୍ତିବିଶେଷଙ୍କର ଘାତଚନ୍ଦ୍ର। ତେଣୁ ଯେଉଁମାନଙ୍କର ମିଥୁନ ରାଶି ଘାତବାର ହେତୁକ, ମେଷ ରାଶିର ବ୍ୟକ୍ତିବିଶେଷ ଘାତଚନ୍ଦ୍ର ହେତୁକ ସତର୍କତା ବା ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ଆସନ୍ତୁ ଜାଣିବା ଆଜି ଦିନର ନିଷିଦ୍ଧ ଖାଦ୍ୟ ସମ୍ପର୍କରେ। କେଉଁ ଖାଦ୍ୟକୁ ଆପଣମାନେ ଗ୍ରହଣ କରିବେ ନାହିଁ। ଆଜି ପ୍ରାତଃ 9 ଘଣ୍ଟା 2 ମିନିଟ୍ ପରେ ସକାଳ 9 ଘଣ୍ଟା 2 ମିନିଟ୍ ପରେ ଆପଣମାନେ ଆଜି ଦିନରେ ତାଳକୁ ଗ୍ରହଣ କରନ୍ତୁ ନାହିଁ। ତାଳରେ ପ୍ରସ୍ତୁତ ହୋଇଥିବା ପିଠା ବା ତାଳ ସଜ ଖାଆନ୍ତୁ ନାହିଁ। ଦର୍ଶକ ବନ୍ଧୁ, ଅନେକ ସମୟରେ ଆପଣ ଗୁରୁ ଚଣ୍ଡାଳ ଦୋଷକୁ ନେଇ ଚିନ୍ତିତ ଥାନ୍ତି। ତେବେ ଗୁରୁ ଚଣ୍ଡାଳ ଦୋଷ କ'ଣ ଏବଂ ଗୁରୁ ଚଣ୍ଡାଳ ଦୋଷ ଜାତକରେ କିପରି ସୃଷ୍ଟି ହୋଇଥାଏ? ଜନ୍ମ କୁଣ୍ଡଳୀରେ ଗୁରୁ ବୋଲି କହିଲେ ଆମେ ଜାଣୁ ବୃହସ୍ପତି। ବୃହସ୍ପତି ହେଉଛନ୍ତି ନୈସର୍ଗିକ ଭାବରେ ଏକ ଶୁଭ ଗ୍ରହ। ଆପଣ ଯେକୌଣସି ଲଗ୍ନରେ ଜନ୍ମଗ୍ରହଣ କରନ୍ତୁ, ଯେକୌଣସି ରାଶିରେ ଆପଣ ଜନ୍ମଗ୍ରହଣ କରନ୍ତୁ, ନର୍ମାଲି ଯଦି ଆମେ ଦେଖିବା ଜ୍ୟୋତିଷ ଶାସ୍ତ୍ରରେ ବୁଧ, ଶୁକ୍ର ଏବଂ ବୃହସ୍ପତିଙ୍କୁ ଆମେ ଶୁଭଗ୍ରହ ହିସାବରେ ବା ଶୁଭଗ୍ରହ ଶ୍ରେଣୀରେ ଆମେ ନେଇଥାଉ। ନୈସର୍ଗିକ ଶୁଭଗ୍ରହ ହେଉଛନ୍ତି ବୁଧ, ବୃହସ୍ପତି, ଶୁକ୍ର ଏବଂ ଏମାନଙ୍କ ମଧ୍ୟରେ ବୃହସ୍ପତି ହେଉଛନ୍ତି ଶ୍ରେଷ୍ଠତମ ଶୁଭଗ୍ରହ। କାରଣ ବୃହସ୍ପତିକୁ ଏକାଧାରରେ କୁହାଯାଇଛି, ବୃହସ୍ପତି ହେଉଛନ୍ତି ଅର୍ଥକାରକ ଗ୍ରହ। ଫାଇନାନ୍ସ ଡିପାର୍ଟମେଣ୍ଟ ବୃହସ୍ପତିକୁ ଦିଆଯାଇଛି ଅର୍ଥକାରକ ଗ୍ରହ। ବୃହସ୍ପତି ହେଉଛନ୍ତି ପୁତ୍ରକାରକ ଗ୍ରହ, ବିଶେଷ କରି ସନ୍ତାନ, ପୁତ୍ର ସନ୍ତାନ କାରକତ୍ୱ ଗ୍ରହ ବୃହସ୍ପତି। ବୃହସ୍ପତି ହେଉଛନ୍ତି ଯଶ, ପ୍ରତିଷ୍ଠା, ଅଭିବୃଦ୍ଧିର ଗ୍ରହ। ଆପଣ ଜୀବନରେ କେତେ ସଫଳତା ପାଇବେ, କେତେ ପ୍ରତିଷ୍ଠା ପାଇବେ, ଡିପେଣ୍ଡ କରେ ବୃହସ୍ପତିଙ୍କ ଉପରେ। ବୃହସ୍ପତି ଯଶ, ସମ୍ମାନ, ପ୍ରତିଷ୍ଠାର ଗ୍ରହ ଏବଂ ବୃହସ୍ପତି ହେଉଛନ୍ତି ଉତ୍ତର ଉନ୍ନତିକାରକ ଗ୍ରହ। ତେଣୁ ଯଦି ଏହି ବୃହସ୍ପତି ଆପଣଙ୍କ ଜାତକରେ ରାହୁ ସହ ଯୁକ୍ତ ହୋଇଯାଆନ୍ତି, ଅର୍ଥାତ୍ ବୃହସ୍ପତି ରାହୁ ଗୋଟିଏ ଘରେ ରହନ୍ତି କିମ୍ବା ବୃହସ୍ପତି କେତୁ ଗୋଟିଏ ଘରେ ରହନ୍ତି, ବୃହସ୍ପତି କେତୁ ଯୁକ୍ତ ହୋଇଯାଆନ୍ତି, କେତୁ ଯୁକ୍ତ ହୋଇଯିବାର ଅର୍ଥ ରାହୁଙ୍କ ଦୃଷ୍ଟିରେ ରହିବା। କାରଣ ରାହୁର ଠିକ୍ ସପ୍ତମରେ କେତୁ ରହନ୍ତି, କେତୁର ସପ୍ତମରେ ରାହୁ ରହନ୍ତି, ଗୋଟିଏ ସରଳ ଲେଖା 180 ଡିଗ୍ରୀରେ ରହନ୍ତି। ତେଣୁ ବୃହସ୍ପତି କେତୁ ଯୁକ୍ତ ହେବାର ଅର୍ଥ ରାହୁ ଦୃଷ୍ଟିରେ ରହିଲେ, ବୃହସ୍ପତି ରାହୁ ଯୁକ୍ତ ହେବାର ଅର୍ଥ ବୃହସ୍ପତି ରାହୁ ଯୁକ୍ତ ହେଲେ। ତ ତାକୁ ଗୁରୁ ଚଣ୍ଡାଳ ଦୋଷ ବୋଲି କୁହାଯାଇଥାଏ। ଶାସ୍ତ୍ରରେ କୁହାଯାଏ ଗୁରୁ ରାହୁ ଯୁତେ ଦୁଷ୍ଟେ। ଯଦି ବୃହସ୍ପତି ରାହୁ ଏକତ୍ର ରହିଗଲେ ଯୋଗ ଭଙ୍ଗମ ପଦେ ପଦେ, ଯୋଗ ଗୁଡ଼ିକ ଭାଙ୍ଗି ଦେଇଥାନ୍ତି। ଗୁରୁ ରାହୁ ଯୁତେ, ଅନ୍ୟ ଏକ ସୂତ୍ର କୁହାଯାଇଛି, ଗୁରୁ ରାହୁ ଯୁତେ ଅଥବା ଶିଖି ଯୁତେ ବିପ୍ରପି ଦୁଷ୍କର୍ମଂ କୃତ୍। ଶାସ୍ତ୍ର କହିଲା ଏ କଥା ମହର୍ଷି ବରାହମିହିର କହିଛନ୍ତି। ଗୁରୁ ରାହୁ ଯୁତେ, ଗୁରୁ ଯଦି ରାହୁ ସହିତ ଯୁକ୍ତ ହୋଇଗଲା କିମ୍ବା ଗୁରୁ ଯଦି କେତୁ ସହ ଶିଖି ଅର୍ଥ କେତୁ ସହ ଯୁକ୍ତ ହେଲା, ବିପ୍ରପି ଦୁଷ୍କର୍ମଂ କୃତ୍। ଦୁଷ୍କର୍ମ ଅର୍ଥ କ'ଣ? ଦୁଷ୍କର୍ମ ଅର୍ଥ ଏହା ନୁହେଁ ଯେ କିଛି ବହୁତ ବଡ଼ ଗୋଟେ ଖରାପ କାମ। ଦୁଷ୍କର୍ମର ଏଠି ଅର୍ଥ ହେଉଛି ଏହା ଯେ କିଛି ଭୁଲ ଭାଲ ତା ଜୀବନରେ ହେଇଯାଏ, ଜାଣିଶୁଣି ଅନେକ ଭୁଲ ମଧ୍ୟ କରିଦେବାର ସମ୍ଭାବନା ରହେ। ଯେଉଁ ଜିନିଷକୁ ସେ କରିବା କଥା ନୁହଁ ବା ଯେଉଁ ଧରଣ ସେ ବ୍ୟକ୍ତି ନୁହଁ, ତା ଦ୍ୱାରା ସେଭଳି କିଛି ବଡ଼ ଧରଣର ଅପରାଧ ବା ଭୁଲ ହୋଇଯାଏ। ଅପରାଧ ବା ଭୁଲ ଅର୍ଥ କ'ଣ ନା, ଗୋଟେ ବ୍ୟକ୍ତି ଧରନ୍ତୁ ସେ ପାତ୍ରରେ ସାହାଯ୍ୟ କରିବା ଦରକାର, ସେ କିନ୍ତୁ ନ ଜାଣିକିରି ଗୋଟେ ଭଲ ଭାବ ନେଇକି ଅପାତ୍ରରେ ସାହାଯ୍ୟ କରିଦେବ। ଅପାତ୍ରରେ ସାହାଯ୍ୟ କରି ଅର୍ଥ ଅନ୍ୟ ବନ୍ଧୁବାନ୍ଧବରେ ବାଣ୍ଟିଦେବ, ପଇସା ପାଇବ ନାହିଁ। ବୃହସ୍ପତି ରାହୁ ଯଦି ଗୋଟେ ୟଙ୍ଗ ପିଲା ଜାତକରେ ଅଛି, ଗୋଟେ ଯୁବକ ଷେଣ୍ଢ ପିଲା ଜାତକରେ ବୃହସ୍ପତି ରାହୁ ଅଛି, ତାହେଲେ ସେ
ଅବାଟରେ ଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ। ସାଙ୍ଗସାଥିରେ ପଡ଼ିବାର ସମ୍ଭାବନା ରହିଥାଏ। ନିଶା ପାଣି ବା ମଦ୍ୟ ଆଦି ଦ୍ରବ୍ୟକୁ ସେବନ କରିବାର ଯଥେଷ୍ଟ ସମ୍ଭାବନା ରହିଥାଏ। ଆଉ ଟିକେ ଛୋଟ ପିଲାର ଜାତକରେ ଅଛି ପିତାମାତାଙ୍କ କଥାକୁ ଅଶୁଣା କରିବା, ବେଖାତିର କରିବା, ପାଠ ପ୍ରତି ଅନାଗ୍ରହ ଭାବ ପୋଷଣ କରିବା ଏବଂ ବଦମାସି ବା ଚପଳତା ଅଧିକ କରିବାର ସମ୍ଭାବନା ରହିଥାଏ। ସେହିଭଳି ବୃହସ୍ପତି ରାହୁ ଗୋଟେ ପ୍ରୌଢ଼ ବ୍ୟକ୍ତି ବା ଗୋଟେ ମଧ୍ୟବୟସ୍କ ବା ବୟସ୍କ ବ୍ୟକ୍ତିଙ୍କ ପାଖରେ ରହିଛି, ତାହେଲେ ତାଙ୍କ ଦ୍ୱାରା ମଧ୍ୟ କିଛି ଡେୟାରିଂ ଡିସିସନ୍ ନେଇ ସେମାନେ ଅସୁବିଧାରେ ପଡ଼ିବାର ମଧ୍ୟ ଜଣାଯାଏ। ଏଇ ଯେଉଁ ଡେୟାରିଂ ଡିସିସନ୍ଟି ଇଏ ବହୁ ସମୟରେ ରାହୁଙ୍କ କାରଣରୁ ହୋଇଥାଏ। ଏବଂ ଆଉ ଏକ କଥା କୁହାଯାଏ ବୃହସ୍ପତି ହେଉଛନ୍ତି ଜ୍ଞାନକାରକ ଗ୍ରହ, ପ୍ରଜ୍ଞାକାରକ ଗ୍ରହ ହେଉଛନ୍ତି ବୃହସ୍ପତି, ଦୂରଦୃଷ୍ଟିର ଗ୍ରହ। ରାହୁ ହେଉଛି ଏକ ଅନ୍ଧାର ଗ୍ରହ। ତେଣୁ ଯେଉଁ ଦୂରଦୃଷ୍ଟିର ଅଭାବ ବହୁ ସମୟରେ ହୋଇଯାଏ ବୃହସ୍ପତି ରାହୁ ଏକତ୍ର ଥିଲେ, ଗୁରୁଚଣ୍ଡାଳ ଦୋଷ ଥିଲେ, ଯଦ୍ୱାରା କି ମଣିଷ ଯେତେବେଳେ ଦୂରଦୃଷ୍ଟିର ଅଭାବ ହୁଏ ସେତେବେଳେ ଯାହା ବି ଚିନ୍ତା କରେ ବା ଯେଉଁ ଦୂରଦୃଷ୍ଟି କରିକି ପ୍ଲାନିଂ କରିକି କିଛି କାମ କରେ, ବ୍ୟବସାୟ ହେଉ କି ଯେକୌଣସି ଡେଭଲପମେଣ୍ଟ କାମ ହେଉ, ତାର ଦୂରଦୃଷ୍ଟି ବା ତାର କ୍ୟାଲକୁଲେସନ୍ ଫେଲିୟର ହୋଇଯାଏ। ଏବଂ ସେ ରାହୁକୁ ଆମେ କହୁ ଗୋଟେ ଇଲ୍ୟୁଜନ୍ ଗ୍ରହ, ଇଲ୍ୟୁଜନ୍ ଅର୍ଥାତ୍ ଯିଏ ଭ୍ରମିତ କରେ, ସେ ଭ୍ରମିତ କରିଦିଏ ବୁଦ୍ଧିକୁ ବା ବୁଦ୍ଧି ବଣା ହୋଇଯାଏ, ଯେଉଁ ଗାଁ ଗହଳିରେ କହନ୍ତି ସେ ବୁଦ୍ଧି ବଣା କରିଦିଏ, ଯାହାଦ୍ୱାରା କି ବହୁତ ସମସ୍ୟା ହୁଏ। ତେଣୁ ଯଦି ଆପଣଙ୍କ ଜାତକରେ ବୃହସ୍ପତି ରାହୁ ଏକତ୍ର ରହିଛନ୍ତି ସେଠି ବୃହସ୍ପତିଙ୍କୁ ଟିକେ ପାୱାରଫୁଲ୍ କରିବା ପାଇଁ ଆପଣ ଗୋଟେ ପାରିବେ ଯଦି ପିତ୍ତ ପୁଷ୍ପରାଗମଣି ବା ୟେଲୋ ସାଫିୟାରକୁ ଡାହାଣ ହାତ ବିଶି ଆଙ୍ଗୁଠିରେ ସୁବର୍ଣ୍ଣ ମୁଦ୍ରାରେ ଧାରଣ କରିପାରିବେ। ଯଦି ଆପଣଙ୍କର ଅର୍ଥଭାବ ରହିଛି, ସକ୍ଷମତା ନାହିଁ, ସ୍ୱଚ୍ଛଳତା ନାହିଁ ୟେଲୋ ସାଫିୟାର ପିନ୍ଧିବା ପାଇଁ, କାହିଁକିନା ଦାମୀ ରତ୍ନ ଉପରତ୍ନ ହିସାବରେ ଗୋଟେ ୟେଲୋ ଟପାଜ ସବଷ୍ଟିଚ୍ୟୁଟ୍ ଅଫ୍ ଜେମ୍ସ ସବଜେମ୍ସ ହିସାବରେ ଡାହାଣ ହାତ ବିଶି ଆଙ୍ଗୁଠିରେ ସୁନା ହେଉ ବା ରୂପା ହେଉ ଆପଣ ପିନ୍ଧିପାରିବେ। ଯଦି ତା ବି ପାରୁନାହାନ୍ତି ତାହେଲେ ବୃହସ୍ପତିଙ୍କର ବୃକ୍ଷ ବ୍ରହ୍ମଜ୍ୟେଷ୍ଠି ବୃକ୍ଷକୁ କୁଣ୍ଡରେ ଲଗାଇ ଚନ୍ଦନ ସିନ୍ଦୁର ଦୀପ ଧୂପ ହଳଦୀ ରଙ୍ଗର ଫୁଲ ଦେଇ ପ୍ରତ୍ୟେକ ଦିନ ପୂଜା କରିବେ। ଗୁରୁଜନ ଅର୍ଥାତ୍ ପିତାମାତାଙ୍କର ପ୍ରତ୍ୟେକ ଦିନ ଆଶୀର୍ବାଦ ନେବେ। ଗୁରୁ ବ୍ରାହ୍ମଣ ଆପଣଙ୍କର ଯେଉଁମାନେ ଆପଣଙ୍କର ଗୁରୁ ସ୍ଥାନୀୟ ଲୋକ ବା ଯେଉଁମାନେ ଦିଗ୍ଦର୍ଶକ, ଶିକ୍ଷାଗୁରୁ ହୁଅନ୍ତୁ, କର୍ମଗୁରୁ ହୁଅନ୍ତୁ, ତାଙ୍କଠାରୁ ସଦାବେଳେ ଉପଦେଶ ନେବେ। ଏବଂ ଯେଉଁମାନଙ୍କୁ ଭାବନ୍ତି ଆପଣଙ୍କ ଜୀବନରେ ଯେଉଁମାନେ ଆଇଡ଼ିଓଲୋଜି ପର୍ସନ୍ ବା ଯେଉଁମାନେ ଆପଣଙ୍କୁ ସଠିକ୍ ଗାଇଡ଼ କରିପାରିବେ ତାଙ୍କଠାରୁ ଗାଇଡ଼ ନେଇ 100 ଥର ଭାବି ପ୍ରତ୍ୟେକ କାର୍ଯ୍ୟ କରିବେ। ଯେହେତୁ ପ୍ରଜ୍ଞାକାରକ ଗ୍ରହ ରାହୁଯୁକ୍ତ ହୋଇଛି, ଭାବି ଚିନ୍ତି କାର୍ଯ୍ୟ କରିବେ। ଯେଉଁ କଥା ଭାଗବତରେ କୁହାଯାଇଛି ବୁଦ୍ଧି ବିଚାରି କାର୍ଯ୍ୟ କଲେ ପ୍ରମାଦ ନ ପଡ଼ଇ ଭଲେ। ତେବେ ଦର୍ଶକ ବନ୍ଧୁ ଆସନ୍ତୁ ବିଳମ୍ବ ନକରି ଜାଣିବା ଆପଣମାନଙ୍କର ରାଶିଫଳ ସମ୍ପର୍କରେ। ଆଜି ଦିନଟି କିପରି ବିତିବ। ମେଷ ରାଶି। मेष राशि व्यक्तिविशेषों दिनटी अत्यंत अशुभ रही। देह मन संपूर्ण असुस्थ मन विषादग्रस्त हेब, अन्य को साहाय्य करी पश्चाताप करिवे। पारिवारिक जीवन में कलह अशांति देखादेव। पैतृक संपत्ति को केन्द्र करी किछिटा विवाद उपजिब। कर्म क्षेत्र में उच्च पदाधिकारी सहित मत पार्थक्य हेब। व्यवसाय मांदा चलिबो बा अन्य को देइथिबा अर्थराशि फेरस्त पाइबारे बाधा सृष्टि हेब। देखि चाहि आपण अन्य मान सहित मिशंतु, जगी रखी चलंतु, असुविधारे पड़ी पारंती। गाड़ी मोटर रे बा उच्च स्थान रे किछि विपद थिबारु जानवाहन चालना समय रे संपूर्ण भाव सतर्कता अवलंबन करंतु। संतान को कार्यकलाप को नहीं चिंतित होई पारंती। दिन भल जाउ नथिबारु हनुमान चालीसा पाठ करी किंबा हनुमान को दर्शन करी दूरयात्रा करंतु। दृष्ट केतेकांश रे खंडित हेब। परवर्ती राशि वृष राशि। वृष राशि व्यक्ति विशेषकर भाई भौणी सहित किछिटा झगड़ा देखा दे पारे। अन्य पारिवारिक जीवन जो देखा दाम्पत्य जीवन अनुकूल रहिबो। सामाजिक कार्य में निजक नियोजित करिवे। आनुष्ठानिक कार्य में योगदान करी आत्मसंतोष व्यक्त करिवे। राजनैतिक व्यक्ति विशेष दलीय कर्मी आस्था भाजन हेबे। कर्मक्षेत्र में उच्च पदाधिकारी आपन को प्रशंसा करिवे। बहुदिनर प्रतीक्षित संवाद आपन पाई परिवे। भूमि जमी ए संक्रांतीय किसी विषय थिले बा समस्या थिले तार समाधान हेबो। दिन आपण पई मोटामोटी अनुकूल रही। आपण आज दिन में धला नील आकाशी बादामी किंबा कमला रंगर वस्त्र परिधान करंतु। दिनटी शुभप्रद हेबो। मिथुन राशि। मिथुन राशि व्यक्ति विशेषों आज दिन में अकस्मात धन प्राप्तिर जोग रही। दिन आपणकर भल रहिबो। देह मन संपूर्ण सुस्थ रहिबो। जो कार्य अधा अधूरा रखिथिले ताकू आज आरंभ कले ताहा सुरुखुरे आपण सारीदेबे। पारिवारिक जीवन सुखप्रद हेबो। आपण शेयर मार्केट किसी इन्वेस्टमेंट कले यह आपण पई शुभप्रद हेबो। व्यवसायी माने व्यवसाय बेस 2 पैसा लाभवान होई परिबे।
ଅନ୍ୟମାନଙ୍କ ସହିତ ସମ୍ପର୍କ ବିଗିଡ଼ିଥିଲେ ତାକୁ ସୁଧାରିବାର ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପିତାମାତା ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ସନ୍ତାନଙ୍କ କାର୍ଯ୍ୟକଳାପ ମଧ୍ୟ ଆପଣଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିବ। ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭପ୍ରଦ ରହିଛି। ଅଧିକ ଶୁଭଫଳ ପ୍ରାପ୍ତି ପାଇଁ ମା ଦୁର୍ଗାଙ୍କୁ ଦର୍ଶନ କରି ଦୂରଯାତ୍ରା କରନ୍ତୁ। ନୀଳ, ଆକାଶୀ, ସବୁଜ କିମ୍ବା ବାଇଗଣୀ ରଙ୍ଗର ବସ୍ତ୍ର, ଗୋଲାପୀ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ପରବର୍ତ୍ତୀ ରାଶି କର୍କଟ ରାଶି। କର୍କଟ ରାଶିର ବ୍ୟକ୍ତିବିଶେଷ ମାନେ ଦିନଟିରେ ଉଦାସୀ ସ୍ୱଭାବର ହୋଇପାରନ୍ତି। ଦିନଟିରେ ସାମାନ୍ୟ ଉଦାସ ଆପଣ ରହିପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ଦାମ୍ପତ୍ୟ ଜୀବନରେ ମତ ପାର୍ଥକ୍ୟ ମତାନ୍ତର ଥିଲେ ତାହା ଦୂରୀଭୂତ ହେବ। ଆଜି ଦିନରେ ସ୍ୱାସ୍ଥ୍ୟଗତ ସାମାନ୍ୟ ସମସ୍ୟା ଦେଖା ଦେଇପାରେ। ବିଶେଷ କରି ମହିଳାମାନଙ୍କର ଦେଖା ଦେଇପାରେ। ଥଣ୍ଡାଜନିତ ସମସ୍ୟା, ଅଣ୍ଟା ବା ମେରୁଦଣ୍ଡରେ ସମସ୍ୟା, ତଳ ପାଦରେ ସମସ୍ୟା ଏବଂ ମୁଣ୍ଡ ବିନ୍ଧିବା ଭଳି ସମସ୍ୟାରେ ଆପଣ ପଡ଼ିପାରନ୍ତି। ଦିନ ଆପଣଙ୍କ ପାଇଁ ମଧ୍ୟମ ରହିଛି। ଶୁଭଫଳ ପ୍ରାପ୍ତି ପାଇଁ ଭଗବାନ ଗଣେଶଙ୍କୁ ଦର୍ଶନ କରନ୍ତୁ। ଧଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ସିଂହ ରାଶି। ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଭଲ ରହିଛି ବା ଅନୁକୂଳ ରହିଛି। ଆପଣ କର୍ତ୍ତବ୍ୟନିଷ୍ଠ ହୋଇ ପ୍ରତ୍ୟେକ କାର୍ଯ୍ୟ କରିବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ସାମାନ୍ୟ ଚିନ୍ତିତ ହୋଇପାରନ୍ତି। ବିବାଦୀୟ ମନ୍ତବ୍ୟ ଠାରୁ ଦୂରରେ ରହିଲେ ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ ହେବ। କର୍ମର ସ୍ଥିତି ଉତ୍ସାହଜନକ ରହିବ। ଦାମ୍ପତ୍ୟ ଜୀବନରେ କିଛି ମତପାର୍ଥକ୍ୟ ଥିଲେ ତାହା ଦୂରୀଭୂତ ହେବ। ଲାଲ, ନୀଳ ଏବଂ ହଳଦୀ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଦିନଟି ଶୁଭପ୍ରଦ ହେବ। କନ୍ୟା ରାଶି। କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ତାହା ଦୂରୀଭୂତ ହେବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ସନ୍ତାନଙ୍କର କାର୍ଯ୍ୟକଳାପକୁ ନେଇ ସାମାନ୍ୟ ଚିନ୍ତିତ ହୋଇପାରନ୍ତି। ବ୍ୟବସାୟୀମାନେ ଅଧିକ ଅର୍ଥ ଇନଭେଷ୍ଟମେଣ୍ଟ କରନ୍ତୁ ନାହିଁ। ଅଧିକ ପୁଞ୍ଜି ଇନଭେଷ୍ଟମେଣ୍ଟ କରି ବା ଅର୍ଥ ଇନଭେଷ୍ଟମେଣ୍ଟ କରି ଅସୁବିଧାରେ ପଡ଼ିପାରନ୍ତି। ଆପଣଙ୍କ ପାଇଁ ଆଜି ଦୂରଯାତ୍ରା ଯୋଗ ରହିଛି। ବନ୍ଧୁ ଦର୍ଶନ ଯୋଗ ମଧ୍ୟ ରହିଛି। ଶୁଭ ରଙ୍ଗ ହିସାବରେ ନୀଳ, ବାଦାମୀ, କଫି ରଙ୍ଗକୁ ବ୍ୟବହାର କରନ୍ତୁ। ଦିନଟି ଶୁଭପ୍ରଦ ହେବ। ଯଦି ଆପଣଙ୍କ ଜୀବନରେ ବ୍ୟକ୍ତିଗତ ପାରିବାରିକ ସମସ୍ୟା, କର୍ମକ୍ଷେତ୍ର ନିଯୁକ୍ତି, ବୈବାହିକ ସମସ୍ୟା, ବାସ୍ତୁଦୋଷ ଏବଂ ମାଲି ମକଦ୍ଦମା ଆଦି ସମସ୍ୟା ଥାଏ, ତାହେଲେ ସମସ୍ୟାର ସମାଧାନ ଓ ପରାମର୍ଶ ପାଇଁ ଆମକୁ ଯୋଗାଯୋଗ କରନ୍ତୁ। ଜ୍ୟୋତିର୍ବିଦ ଡକ୍ଟର ଭବାନୀ ଶଙ୍କର ମହାପାତ୍ର, ବୁଧେଶ୍ୱରୀ କଲୋନୀ, ପ୍ଲଟ ନମ୍ବର 26, ଭୁବନେଶ୍ୱର। ଫୋନ୍ ନମ୍ବର 9776833302 9439444924। ଆମର ୱେବସାଇଟ୍ www.srijagannathastro.com। ତୁଳା ରାଶି। ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଭ୍ରମଣର ସୁଯୋଗ ମିଳିବ। ଆପଣ ଦୂରଯାତ୍ରା କରିପାରନ୍ତି। କୌଣସି କାର୍ଯ୍ୟକୁ ନେଇ ବା ବନ୍ଧୁଙ୍କ ଗୃହକୁ ଯାତ୍ରା କରିପାରନ୍ତି। ବିବାହ, ବ୍ରତ, ଆନୁଷ୍ଠାନିକ କାର୍ଯ୍ୟରେ ଆପଣ ଯୋଗଦାନ କରିପାରନ୍ତି। ବହୁଦିନରୁ ଯଦି ଜମି ବା ଭୂମି ପାଇଁ କିଛି ଇଚ୍ଛା ଥାଏ, সেই ଇଚ୍ଛା ବା ସ୍ୱପ୍ନ ଆପଣଙ୍କର ପରିପୂର୍ଣ୍ଣ ହେବ। ଗୃହକୁ ଗୃହଜାତ ସାମଗ୍ରୀ ମଧ୍ୟ କ୍ରୟ କରିବେ। ମହିଳାମାନଙ୍କ ପାଇଁ ଦିନଟି ଅନୁକୂଳ ଥିବାରୁ ମହିଳାମାନେ ଦିନଟିକୁ ଆନନ୍ଦ ଉଲ୍ଲାସର ସହିତ ଅତିବାହିତ କରିବେ। ଦିନଟିରେ ଅର୍ଥପ୍ରାପ୍ତିର ଯୋଗ ରହିଛି। ଆଜି ଦିନରେ ଧଳା ରଙ୍ଗକୁ ଆପଣ ବ୍ୟବହାର କରନ୍ତୁ। ମା ଲକ୍ଷ୍ମୀଙ୍କୁ ଯଦି ପାରିବେ ଗୋଟେ ପଦ୍ମଫୁଲ ଅର୍ପଣ କରି ଦୂରଯାତ୍ରା କରନ୍ତୁ ବା ପଦ୍ମଫୁଲଟି ଦିଅନ୍ତୁ। ଯାହା ବି ସମସ୍ୟା ରହିଛି ଦୂରୀଭୂତ ହେବ। ରିଷ୍ଟ ଖଣ୍ଡିତ ହୋଇ ଶୁଭଫଳ ପ୍ରାପ୍ତି କରିବେ। ବିଚ୍ଛା ରାଶି। ବିଚ୍ଛା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ମଧ୍ୟମ ରହିଛି। କର୍ମର ମାର୍ଗ ପ୍ରଶସ୍ତ ହେବ। ବ୍ୟବସାୟରେ ଅର୍ଥପ୍ରାପ୍ତି କରିବେ। ମାତ୍ର ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତିତ ହୋଇପାରନ୍ତି। ସନ୍ତାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା, ମାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା, ପାଖ ପଡ଼ୋଶୀଙ୍କ ସହିତ କିଛି ବିବାଦ ବା କଳହ ଦେଖା ଦେଇପାରେ। ଜଗି ରଖି ଦିନଟିରେ ଚଳନ୍ତୁ। ଅଧିକ ଶୁଭଫଳ ପାଇବା ପାଇଁ ଲାଲ, ହଳଦୀ କିମ୍ବା କମଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଧନୁ ରାଶି। ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭପ୍ରଦ ରହିଛି। ଦେହ ମନ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ରହିବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ସନ୍ତାନ ହେତୁକ ଶୁଭଫଳ ପ୍ରାପ୍ତି କରିବେ। ଯାହା ବି ବାଧାବିଘ୍ନ ରହିଛି ଦିନଟିରେ ଦୂରୀଭୂତ ହେବ। ଆଜି ଦିନରେ ଆପଣ ଦୂରଗାମୀ ଚିନ୍ତା କରିବେ ବା କିଛି ପ୍ରି ପ୍ଲାନ୍ କରି ଆଗକୁ ବଢ଼ିବା ପାଇଁ ପ୍ରସ୍ତୁତ ହେବେ। ଅନ୍ୟମାନଙ୍କୁ ସାହାଯ୍ୟ କରିବା ପୂର୍ବରୁ ଭାବିଚିନ୍ତି ସାହାଯ୍ୟ କରନ୍ତୁ। କୌଣସି କଥା ଅନ୍ୟମାନଙ୍କୁ ଦିଅନ୍ତୁ ନାହିଁ। ଅଧିକ ଶୁଭଫଳ ପ୍ରାପ୍ତି ପାଇଁ ଆପଣ ହଳଦୀ କିମ୍ବା
ଆପଣଙ୍କର ଲାଲ ରଙ୍ଗର ବସ୍ତ୍ର ବା ସୁନେଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ, ଶୁଭ ଫଳ ପ୍ରାପ୍ତି କରିବେ। ମକର ରାଶି। ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭପ୍ରଦ ରହିଛି। ଦିନଟିରେ ସୁଖ ସମ୍ମାନ ବୈଭବ ପ୍ରାପ୍ତି କରିବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଆଜି ଦିନରେ ସନ୍ତାନ ହେତୁକୁ ଶୁଭଫଳ ପାଇବେ। ନୂତନ ଜମି ଭୂମି କୌଣସି ଗୃହଜାତ ସାମଗ୍ରୀ କ୍ରୟ କରିବେ। ଦ୍ରବ୍ୟ କୌଣସି ହଜିଯାଇଥିଲେ ତା'ର ସନ୍ଧାନ ପାଇବେ। କୌଣସି ଅର୍ଥ ବକିଆ ପଡ଼ିଥିଲେ ତାହା ଫେରସ୍ତ ପାଇବେ। ମିତ୍ରଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଦିନଟିକୁ ଅତିବାହିତ କରିବେ। ଶୁଭ ରଙ୍ଗ ହିସାବରେ ନୀଳ ରଙ୍ଗକୁ ବ୍ୟବହାର କରନ୍ତୁ। କୁମ୍ଭ ରାଶି। କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଅନୁରୂପ ଭାବରେ ଦିନଟି ଭଲ ରହିଛି। ସୁସ୍ୱାଦୁ ଭୋଜନ ଆଜି ପ୍ରାପ୍ତି କରିବେ। କୌଣସି ଦୂରଯାତ୍ରା କରିପାରନ୍ତି ବା ବିବାହ ବ୍ରତ ଆନୁଷ୍ଠାନିକ ଭୋଜି ଭାତରେ ଯୋଗଦାନ କରିପାରନ୍ତି। ଦିନ ଶୁଭ ଯାଉଥିବାରୁ ଯେକୌଣସି କାର୍ଯ୍ୟ ପ୍ରାରମ୍ଭ କଲେ କାର୍ଯ୍ୟକୁ ସୁରୁଖୁରୁରେ ଆପଣ ସମାପ୍ତି କରିବେ। ଅଧିକ ଶୁଭଫଳ ପ୍ରାପ୍ତି ପାଇଁ ଆପଣ କୁକୁରକୁ ବା ବୁଲା କୁକୁରକୁ ସୋରିଷ ତେଲରେ ପରଠା କରି ଖାଇବା ପାଇଁ ଦିଅନ୍ତୁ। ବାଧାବିଘ୍ନ ଦୂରୀଭୂତ ହେବ। ଅନ୍ତିମ ରାଶି ମୀନ ରାଶି। ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଶୁଭପ୍ରଦ ରହିଛି। ଆଜି ଦିନରେ ଅର୍ଥପ୍ରାପ୍ତିର ଯୋଗ ରହିଛି ଏବଂ ଅପରାହ୍ନ ସମୟରେ ଅର୍ଥ ଖର୍ଚ୍ଚ କରିବାର ଯୋଗ ମଧ୍ୟ ରହିଛି। ଦିନଟିରେ ଯାହା ଅର୍ଥ ପ୍ରାପ୍ତି କରିବେ ସନ୍ଧ୍ୟା ସମୟରେ କିଛି ଦ୍ରବ୍ୟ କ୍ରୟ କରିବାକୁ ଯାଇ ଖର୍ଚ୍ଚାନ୍ତ ହୋଇପାରନ୍ତି। କୌଣସି ଭୋଜି ଭାତ ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରି ଖର୍ଚ୍ଚାନ୍ତ ହୋଇପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ଆପଣଙ୍କର ପୂର୍ବରୁ କୌଣସି ସନ୍ତାନ ହେତୁକ ସମସ୍ୟା ଥିଲେ ତାହା ଦୂରୀଭୂତ ହେବ। ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ଆତ୍ମସନ୍ତୋଷ ବ୍ୟକ୍ତ କରିବେ। ନୂତନ କର୍ମ ପାଇଁ ଆଶାବାଦୀ ଥିଲେ ନୂତନ କର୍ମ ପାଇବାର ଯଥେଷ୍ଟ ସମ୍ଭାବନା ମୀନ ରାଶିର ବ୍ୟକ୍ତିଙ୍କ ରହିଅଛି। ଦିନ ଭଲ ଯାଉଥିବାରୁ ହଳଦୀ ନୀଳ କିମ୍ବା ଗୋଲାପୀ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଦିନଟି ଶୁଭପ୍ରଦ ହେବ। ମୁଁ ଆଶା କରିବି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ମେଷ ଠାରୁ ମୀନ ପର୍ଯ୍ୟନ୍ତ 12ଗୋଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଅନୁକୂଳ ହେଉ। ତେବେ ହଁ ଦର୍ଶକ ବନ୍ଧୁ, ଆପଣମାନଙ୍କ ଜୀବନରେ ଯଦି କୌଣସି ସମସ୍ୟା ଦେଖାଦେଉଛି ତାହେଲେ ସମସ୍ୟାର ସମାଧାନ ପାଇଁ ବ୍ୟକ୍ତିଗତ ଭାବରେ ଆପଣ ମୋ ସହିତ ଯୋଗାଯୋଗ କରିପାରିବେ କିମ୍ବା ଦେଇଥିବା ଠିକଣାରେ ଆପଣ ମୋ ସହିତ ସାକ୍ଷାତ କରିପାରିବେ। ତେବେ ଆମର ଠିକଣା ନୋଟ୍ କରନ୍ତୁ। ଆମର ଠିକଣା, ଯଦି ଆପଣଙ୍କ ଜୀବନରେ ବ୍ୟକ୍ତିଗତ ପାରିବାରିକ ସମସ୍ୟା, କର୍ମକ୍ଷେତ୍ର ନିଯୁକ୍ତି, ବୈବାହିକ ସମସ୍ୟା, ବାସ୍ତୁଦୋଷ ଏବଂ ମାଲି ମକଦ୍ଦମା ଆଦି ସମସ୍ୟା ଥାଏ ତାହେଲେ ସମସ୍ୟାର ସମାଧାନ ଓ ପରାମର୍ଶ ପାଇଁ ଆମକୁ ଯୋଗାଯୋଗ କରନ୍ତୁ। ଜ୍ୟୋତିର୍ବିଦ ଡକ୍ଟର ଭବାନୀ ଶଙ୍କର ମହାପାତ୍ର, ବୁଧେଶ୍ୱରୀ କଲୋନୀ, ପ୍ଲଟ ନମ୍ବର 26, ଭୁବନେଶ୍ୱର। ଫୋନ୍ ନମ୍ବର 9776833302, 9439444924। ଆମର ୱେବସାଇଟ୍ www.srijagannathastro.com। ଜାଣିଲେ ଠିକଣା ସମ୍ପର୍କରେ ଆଜି ପାଇଁ ବିଦାୟ ଦିଅନ୍ତୁ। ଦିନଟି ଆପଣଙ୍କ ପାଇଁ ମଙ୍ଗଳପ୍ରଦ ହେଉ। ରହୁଛି। ଜୟ ଜଗନ୍ନାଥ। କେମିତି କଟିବ 2026 ମସିହାରେ ଆପଣଙ୍କ ଭାଗ୍ୟ? କେଉଁ ରାଶିରେ ରହିବ ସମସ୍ୟା ଆଉ କିଏ ହେବେ ଲାଭବାନ? କେମିତି ରହିବ ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ ଭାଗ୍ୟଫଳ? ଜାଣିବା ପାଇଁ ଦେଖନ୍ତୁ ଆମ କାର୍ଯ୍ୟକ୍ରମ 2026 ଭାଗ୍ୟଫଳ। 2026 ମସିହାର ଆପଣଙ୍କ ରାଶିର ସମ୍ପୂର୍ଣ୍ଣ ଭାଗ୍ୟଫଳ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ବଟନକୁ ଅନ୍ କରନ୍ତୁ। ଦେଖନ୍ତୁ DTV ଓଡ଼ିଆ। DTV ଓଡ଼ିଆ ଦେଖିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।